ନମସ୍କାର ଦର୍ଶକ ବନ୍ଧୁ। ତ ଆଜିର ଆଉ ଗୋଟିଏ ନ୍ୟୁ ଭିଡ଼ିଓରେ ଆପଣଙ୍କୁ ବହୁତ ସ୍ୱାଗତ ଜଣାଉଛି। ତ ସାଙ୍ଗମାନେ, ଆମେ ଦୈନନ୍ଦିନ ଜୀବନରେ ବହୁତ କିଛି ଭୁଲ କରିଥାଉ, ଯାହାଫଳରେ ଆମେ ଦିନକୁ ଦିନ ଗରିବ ହେବାକୁ ଲାଗିଥାଉ। ଆଉ ମୁଁ ଆଜି ଆପଣଙ୍କ ପାଇଁ ନେଇ ଆସିଛି ଏପରି ନୀତି ବା ସତ୍ୟ କାରଣ, ଯାହାଫଳରେ ଆପଣଙ୍କୁ ଗରିବ ହେବାରେ 5ଟି ଏପରି କାରଣ କେହି ବି ରୋକିପାରିବେ ନାହିଁ। ଆପଣ ନିଶ୍ଚୟ ଧନୀ ହେବାକୁ ଲାଗିବେ। ଆଉ ଆପଣ ଯଦି ଏହି 5ଟି ନୀତି ବା ନିୟମକୁ ପାଳନ କରୁଛନ୍ତି, ତେବେ ଆପଣଙ୍କ ଜୀବନ ମଧ୍ୟ ବହୁତ ସୁଖମୟ ହେବାକୁ ଲାଗିବ ଆଉ ଗରିବୀ ମଧ୍ୟ ଦୂରେଇ ଯିବ। ତ ମୋର ଆପଣଙ୍କୁ ଏହି ଭିଡ଼ିଓରେ ବାସ୍ ଗୋଟିଏ ରିକ୍ୱେଷ୍ଟ ଯେ ଭିଡ଼ିଓଟିକୁ ଫାଷ୍ଟରୁ ଲାଷ୍ଟ ଯାଏଁ ଦେଖନ୍ତୁ। ଆଉ ଆପଣମାନେ ଏହି ଭିଡ଼ିଓଟିକୁ କେଉଁ ଜିଲ୍ଲାରୁ ଦେଖୁଛନ୍ତି ମୋତେ ନିଶ୍ଚିତ ଭାବରେ କମେଣ୍ଟ କରନ୍ତୁ। ପ୍ରଥମରେ, ଟଙ୍କାକୁ କେବଳ ଖର୍ଚ୍ଚ କରିବା ବୋଲି ଏକ ଜିନିଷ ଭାବରେ ଭାବିବା। ତ ପ୍ରାୟତଃ ଲୋକ ଟଙ୍କା ଆସିଗଲା ମାତ୍ରେ ସେମାନେ ବହୁତ କିଛି କିଣିବାକୁ ଚାହାନ୍ତି। ଆଉ ସେ ଚାହାନ୍ତି କି ମୁଁ କାଳେ ଏହି ଦୁନିଆଟାକୁ କିଣିପାରିବି। କିନ୍ତୁ ଏହା ଭାବିବା ଆମର ଏକ ଭୁଲ ଧାରଣା ଅଟେ। କାହିଁକି ନା ହୁଏତ ଟଙ୍କା ଆଜି ଅଛି, କାଲି ମଧ୍ୟ ସରିଯାଇପାରେ। ସାଙ୍ଗମାନେ, ଟଙ୍କାକୁ ନେଇକି କେବେ ମଧ୍ୟ ଗର୍ବ କରନ୍ତୁ ନାହିଁ। କାହିଁକି ନା ଆମର ସେହି ଗୋଟିଏ ମିନିଟରେ ନିଆଯାଇଥିବା କିଛି ଅହଙ୍କାର ବା ଗର୍ବ ଆମକୁ ବର୍ଷ ପରିଶ୍ରମ କରି ଟଙ୍କା ରୋଜଗାର କରୁଥିବା ଦିଗରୁ ଆମକୁ ବହୁତ ଅପମାନ କରିଥାଏ। ତ ଯାହାଫଳରେ ଆମେ ଟଙ୍କାଟିଏ ମଧ୍ୟ ପାଇବା ବହୁତ କଷ୍ଟକର ହୋଇପଡ଼େ। ତେଣୁ ସାଙ୍ଗମାନେ, କେବେ ମଧ୍ୟ ଟଙ୍କା ଆସିଗଲା ବୋଲି ଖୁସି ହୋଇକି ତାକୁ ଉଡ଼ାଇବା ଉଚିତ ନୁହେଁ। କାରଣ ଆଜିକାଲିକା ଦୁନିଆରେ ଏମିତି ବି ଲୋକ ଅଛନ୍ତି ଯିଏକି ଟଙ୍କାକୁ ଉଡ଼ାଇବାକୁ ଲାଗିଥାନ୍ତି। ଆଉ ତାଙ୍କର ଜୀବନ ମଧ୍ୟ ସେମିତି ଉଡ଼ନ୍ତା ହୋଇଯାଏ, ଯାହାଫଳରେ ସେମାନେ ବହୁତ ପଶ୍ଚାତାପ କରିବାକୁ ଲାଗନ୍ତି ଆଉ କଦାପି ଆଗକୁ ବଢ଼ିପାରନ୍ତି ନାହିଁ। ସେମାନଙ୍କର ଜୀବନ ସବୁଦିନ ପାଇଁ ଅନ୍ଧାର ହେବାକୁ ଲାଗିଥାଏ। ଏହି ଦୁନିଆରେ ଯେଉଁ ବ୍ୟକ୍ତି ନିଜର ଟଙ୍କାକୁ ନେଇ କେବେ ମଧ୍ୟ ଗର୍ବ କରିନଥାଏ, ବରଂ ସେ କେବଳ ଟଙ୍କା କିପରି ଆସେ ସେ ଭାବିବାକୁ ଚାହେଁ। ତ ଏହାର ଗୋଟିଏ ଉଦାହରଣ ହେଉଛି ଧନୀ ଲୋକ। ତ ଧନୀ ଲୋକମାନେ ଟଙ୍କା ପଛରେ କେବେ ବି ଚିନ୍ତା କରିନଥାନ୍ତି, ବରଂ ଗୋଟିଏ ଗରିବ ଲୋକ ତାର ଟଙ୍କାକୁ ନେଇ ଅନେକ ପ୍ରକାର ଏକ ଅହଙ୍କାର ଆସିଯାଏ, ଯାହାଫଳରେ ସେ ଭାବିବାକୁ ଲାଗେ ଯେ ଟଙ୍କା କିପରି ଆସେ ମୁଁ ବି ଜାଣିବାକୁ ଚାହେଁ। ତ ଦିନରାତି ସେ ମଧ୍ୟ ପରିଶ୍ରମ କରେ। ହୁଏତ ତା ପାଖକୁ ଟଙ୍କା ମଧ୍ୟ ଆସିଥାଏ। କିନ୍ତୁ ସାଙ୍ଗମାନେ, ମୁଁ ଏଠାରେ ଗୋଟିଏ କଥା କହିବି ଯେ ସବୁବେଳେ ସମୟକୁ ହିଁ ସମୟ ଦେବା ଶିଖ। ଯାହାଫଳରେ ଆମେ ସେହି ଗୋଟିଏ ଦିନରେ କିଛି କରିଥିବା ଭୁଲକୁ ମଧ୍ୟ ସମୟ ଅନୁସାରେ ଆମେ ସମାଧାନ କରିପାରିବା। ଜଣେ ମନୁଷ୍ୟ କହିବାକୁ ଗଲେ ଏହି ଦୁନିଆରେ ସମୟ ହାତରେ ହିଁ ବନ୍ଧା ହୋଇଥାଏ। କାହିଁକି ନା ସମୟକୁ ଛାଡ଼ିଦେଲେ ଏହି ଦୁନିଆରେ ଟଙ୍କା ଦ୍ୱାରା ଆଉ କିଛି ବି କିଣି ହୁଏ ନାହିଁ। ତେଣୁ ସମୟ ହେଉଛି
ଆମ ପାଇଁ ବହୁତ ବଡ଼ ମୂଲ୍ୟବାନ ସମ୍ପଦ ଅଟେ। ତେଣୁ ସମୟ ବା ସେହି ଟାଇମ୍କୁ ହିଁ ତୁମେ ସମୟ ଦେଲେ ହିଁ ଗୋଟିଏ କାମରେ ତୁମେ ସକ୍ସେସ୍ ହୋଇପାରିବ, ନଚେତ୍ କେବେ ବି ନୁହେଁ। ଦ୍ୱିତୀୟରେ, କେବଳ ଟଙ୍କା ପଛରେ ହିଁ ଦୌଡ଼ିବା, କିନ୍ତୁ ନିଜର ଲକ୍ଷ୍ୟ ପଛରେ କେବେ ବି ନୁହେଁ। ତ ଏହା କରିବା ଦ୍ୱାରା ଆମର ମଧ୍ୟ ବହୁତ କ୍ଷତି ହୋଇଥାଏ। କାରଣ ଲକ୍ଷ୍ୟ ବି ଆମର ଗୋଟିଏ ରହିବା ଦରକାର ଅଟେ। କାହିଁକି ନା ଆମର ଯେଉଁ ଜିନିଷରେ ତା ପ୍ରତି ଏକ ଲକ୍ଷ୍ୟ ବା ଭାବନା ନାହିଁ ଯେ ମୁଁ ତାକୁ ଯେମିତି ମଧ୍ୟ ସକ୍ସେସ୍ କରିବି, ଆଉ ସକ୍ସେସ୍ କରିକି ହିଁ ମୁଁ ଯିବାକୁ ହିଁ ଚାହିଁବି। ତ ସାଙ୍ଗମାନେ ଯେଉଁ କୌଣସି ବି କାମ କରୁଛନ୍ତି ନା, ସେଥିରେ ଗୋଟିଏ ଲକ୍ଷ୍ୟ ରଖନ୍ତୁ ଯେ ମୁଁ ସବୁଦିନ ଏହି କାମରେ ସକ୍ସେସ୍ ହେଉଥିବି। ତ ଲକ୍ଷ୍ୟ ବିନା ମଣିଷ ଅସମ୍ଭବ ହୋଇପଡ଼େ, ଯାହାଫଳରେ ସେ ନିରାଶ ହୋଇ ବହୁତ ପରିଶ୍ରମ କରିବାକୁ ଲାଗିଥାଏ, ତଥାପି ତା ପାଖକୁ ଟଙ୍କା ଆସିନଥାଏ। ତ ସାଙ୍ଗମାନେ ଯେତେବେଳେ ବି ଗୋଟିଏ କାମ କରୁଛନ୍ତି, ତ ସେଥିରେ ଏକ ଲକ୍ଷ୍ୟ ସାଧନ କରିବା ନିହାତି ଜରୁରୀ ଅଟେ। କାହିଁକି ନା ସେଥିରେ ଆମେ ଲକ୍ଷ୍ୟ ଦେଲେ ହିଁ ଆମ ପାଖକୁ ଟଙ୍କା ଆସିଥାଏ। ସାଙ୍ଗମାନେ କେବଳ ଜ୍ଞାନ ଥିଲେ ପଇସା କମାଇ ପାରିବା, ତ ଆପଣ ଏହା ଭାବିକି ପଇସା କମାଉଛନ୍ତି, ତେବେ କେବେ ମଧ୍ୟ ଏହା ଭାବିବା ଭୁଲ ଅଟେ। କାହିଁକି ନା ହୁଏତ ଜ୍ଞାନ ବିନା ପଇସା ଇନକମ୍ କରିହୁଏ, କିନ୍ତୁ ଆମେ ଆଜିକାଲିକା ଦିନରେ କିଛି ବି ସୋସିଆଲ ମିଡ଼ିଆ କାମ କରିକି ମଧ୍ୟ ବହୁତ ପଇସା ଇନକମ୍ କରିପାରିବା। ତେଣୁ କେବେ ମଧ୍ୟ ନିଜର ଜ୍ଞାନ ନେଇକି କୌଣସି ସ୍ଥାନରେ ବାଣ୍ଟିବା ଉଚିତ ନୁହେଁ। ଆପଣ ଯଦି ଗୋଟିଏ କାମ କରିବାକୁ ଚାହାନ୍ତି, ତେବେ ସେହି କାମରେ ଏମିତି ଲକ୍ଷ୍ୟ ରଖନ୍ତୁ ଯେ ଆପଣଙ୍କୁ ଗୋଟିଏ ଲୋକ ମଧ୍ୟ ପାଟି ଖୋଲିବ ନାହିଁ। ହୁଏତ ସକ୍ସେସ୍ ନ ହେଲା ପର୍ଯ୍ୟନ୍ତ ସମସ୍ତ ଲୋକ ତୁମକୁ କେଳି କାଢ଼ିବାକୁ ଲାଗିବେ, ଆଉ ସକ୍ସେସ୍ ହେଇଗଲା ପରେ ସବୁ ଲୋକ ଆସିକି ତୁମକୁ କହିବେ, ଆରେ ଭାଇ, ଟଙ୍କା କେମିତି କମାଯାଏ, ତ ମୋତେ ବି କୁହ, ମୁଁ ବି ଟଙ୍କା କମେଇ ପାରିବି। ଆଚାର୍ଯ୍ୟ ଚାଣକ୍ୟ ମଧ୍ୟ ଠିକ୍ କହିଥିଲେ ଯେ କେବଳ ଟଙ୍କା ପଛରେ ଗୋଡ଼ାଇବା ଉଚିତ ନୁହେଁ, କେବଳ ନିଜର ଲକ୍ଷ୍ୟ ଉପରେ ଧ୍ୟାନ ଦେବା ଉଚିତ ଅଟେ, ଯାହା ଫଳରେ ଆପଣ ବହୁତ ଆଗକୁ ଯାଇପାରିବେ। ଆଉ ଯେତେବେଳେ ତୁମେ ଏକ ଟଙ୍କା କମାଇବାର ମାଷ୍ଟର ହେଇଯିବ, ସେତେବେଳେ ଟଙ୍କା ଆପଣଙ୍କ ପାଖକୁ ଆସିବ, ଆଉ ଟଙ୍କାକୁ ନେଇ ବହୁତ ଗର୍ବ କରିବ ନାହିଁ। ତୃତୀୟରେ, ଅଧିକାଂଶ ଲୋକ ଏହି ଦୁନିଆରେ କାହିଁକି ଗରିବ ହୋଇ ରହିଥାନ୍ତି? ତ ସାଙ୍ଗମାନେ ଦୁନିଆରେ ଏମିତି ବି ଲୋକ ଅଛନ୍ତି ଯେଉଁମାନେ କି ଆଜି ପର୍ଯ୍ୟନ୍ତ ଗରିବ ହୋଇକି ଅଛନ୍ତି। ତ ଏମାନଙ୍କ ପାଇଁ କ'ଣ କରିବା ଉଚିତ ଅଟେ? ତ ମୁଁ କହିବାକୁ ଚାହୁଁଅଛି ଯେ ଏମାନଙ୍କ ପାଇଁ ବହୁତ କିଛି କାମ କରିବାକୁ ଅଛି, ଆଉ ସେମାନେ ସେସବୁ କାମ କରିକି ବହୁତ ଟଙ୍କା ଇନକମ୍ କରିପାରିବେ। ତ ସାଙ୍ଗମାନେ ଗରିବ କେବଳ ସେ ହିଁ ହୋଇଥାଏ ଯାହାର ହାତ ଗୋଡ଼ କାମ କରୁନଥାଏ, ଆଉ ସେ କୁଆଡ଼େ ବି ଯାଇପାରେ ନାହିଁ। ତ ୟାଙ୍କୁ ହିଁ ଅସଲି ଗରିବ କୁହାଯାଇଥାଏ। ଆଉ ଯେଉଁ ଲୋକର ହାତ ଗୋଡ଼ ଥାଏ, ଫିର୍ ବି ସେ କାମ କରିବାକୁ ଚାହିଁନଥାଏ, ତ ସେହି ବ୍ୟକ୍ତିଙ୍କୁ ଗରିବ ଭାବରେ ଗଣନା କରିବା ଉଚିତ ନୁହେଁ।
ତେଣୁ ସେହି ବ୍ୟକ୍ତିଙ୍କ ପାଖରେ ଏମିତି ବି କଳା ରହିବା ନିହାତି ଜରୁରୀ ଯେ ସେମାନେ ବାହାରକୁ ଯାଇ କିମ୍ବା ଆଜିକାଲିକା ଦିନରେ ସୋସିଆଲ ମିଡ଼ିଆରୁ ମଧ୍ୟ ଟଙ୍କା ଇନକମ୍ କରିପାରିବେ। ଆଉ ସେମାନେ କେବଳ ଘରେ ମଧ୍ୟ ବସିବା ଉଚିତ ନୁହେଁ, ଯାହା ଫଳରେ ଘରର କିଛି କିଛି ଅଂଶ ମଧ୍ୟ ଆମକୁ ବହୁତ କିଛି କହିଥାଏ। ଆଉ ସେଥିପାଇଁ ଆମକୁ ଘରୁ ମଧ୍ୟ ଅନେକ ଗାଳି ଶୁଣିବାକୁ ପଡ଼ିଥାଏ। ତେଣୁ ଟଙ୍କା ବା ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ କେବଳ ଏକ ଗର୍ବ ଅହଙ୍କାର ହିଁ ଆମକୁ ଭାଙ୍ଗି ଦିଏ। ଗରିବ କେବଳ ଏକ ପଇସାର ଅଭାବ ନୁହେଁ, ବରଂ ଏହା ଏକ ଆମ ଜୀବନର ଅଭ୍ୟାସ ସହ ସମ୍ବନ୍ଧିତ ହୋଇଥାଏ। ଚତୁର୍ଥରେ ସମସ୍ତଙ୍କୁ ଦେଖେଇ ହେବା। ଆଜିକାଲିକ ପ୍ରାୟତଃ ଯୁବକମାନେ ଏହି ଜାଲରେ ଅଧିକାଂଶ ପଡ଼ିଯାଆନ୍ତି ଯେ ଟଙ୍କା ଆସିଗଲା ବୋଲି ସମସ୍ତଙ୍କୁ ଦେଖେଇ ହେବାକୁ ଲାଗିଥାନ୍ତି। ଆଉ ଅନେକ କଥା ମଧ୍ୟ କହିବାକୁ ଲାଗିଥାନ୍ତି, ଯାହା ଫଳରେ ସେମାନେ ମଧ୍ୟ ଜାଣିପାରନ୍ତି ନାହିଁ ଯେ ଦିନେ ଆମର ବି ମଧ୍ୟ ଏମିତି ସମୟ ଆସିବ ଯାହା ଫଳରେ ଆମେ ମଧ୍ୟ ଗରିବ ହୋଇଯିବା। ତ ସାଙ୍ଗମାନେ, କେବେ ମଧ୍ୟ ଟଙ୍କା ଆସିଗଲା ବୋଲି ଦେଖେଇ ହେଇକି କହିବା ଉଚିତ ନୁହେଁ। ଆପଣ ଯେତିକିରେ ଅଛି ସେତିକିରେ ଚଳିବା ଉଚିତ ଅଟେ। କାରଣ ଭଗବାନ ଶ୍ରୀକୃଷ୍ଣ ମଧ୍ୟ କହିଥିଲେ ଯେ ଦୁନିଆରେ ଏତେ ଗର୍ବ ଅହଙ୍କାର କ୍ରୋଧ କାହା ପାଇଁ କରାଯାଏ। ତ ଆମେ ଯେତେବେଳେ ବି ମରିବା ତ ସବୁଯାକ କ'ଣ ନିଜ ମୁଣ୍ଡରେ ବୋହି ନେବା ନାହିଁ? ତ ଏହାର ଉତ୍ତରରେ ଶ୍ରୀକୃଷ୍ଣ କହିଥିଲେ ଯେ ନାହିଁ, ଆମେ ଯେତେବେଳେ ମରିଯିବା ତ ସେତେବେଳେ ଆମ ପାଖରେ କିଛି ବି ରହିବ ନାହିଁ। ତ ସାଙ୍ଗମାନେ, ଶ୍ରୀକୃଷ୍ଣଙ୍କ ବାଣୀ ଆଜିକା ଯୁଗରେ ବହୁତ ସତ୍ୟ ଅଟେ। ତେଣୁ ତୁମେ ଯଦି ଏହି ନିଷ୍ପତ୍ତିରେ ଏକମତ ଅଟେ ତେବେ ମୋତେ କମେଣ୍ଟ ବକ୍ସରେ ଜଣାଇବେ। ଆଉ ଆଜିର ଭିଡ଼ିଓଟିକୁ ମୁଁ ଏଇଠି ଷ୍ଟପ୍ କରୁଛି। ପୁଣି ଦେଖା ହେବା ଆଉ ଗୋଟିଏ ନ୍ୟୁ ଟପିକ୍ର ଭିଡ଼ିଓ ମାଧ୍ୟମରେ। ତ ସେତିକି ପର୍ଯ୍ୟନ୍ତ ମୁଁ ରହୁଛି। ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆଉ ହଁ ସାଙ୍ଗମାନେ, ଯଦି ଭିଡ଼ିଓଟି ଆପଣଙ୍କୁ ବହୁତ ଭଲ ଲାଗିଲା ତେବେ ନିହାତି ଭାବରେ ମୋର ଏହି ଚ୍ୟାନେଲ ସମ୍ବିତ ମୋଟିଭେସନାଲ ଲାଇଫକୁ ଗୋଟିଏ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅନ୍ କରିକି ରଖିଥିବେ, ଯାହା ଫଳରେ ମୁଁ ଭିଡ଼ିଓ ଛାଡ଼ିବା ମାତ୍ରେ ଆପଣଙ୍କ ପାଖକୁ ନୋଟିଫିକେସନ୍ ଜରିଆରେ ସର୍ବପ୍ରଥମେ ପହଞ୍ଚି ପାରିବ। ଆଉ ଏହି ଆଇଡ଼ି ବା ସମ୍ବିତ ମୋଟିଭେସନାଲ ଲାଇଫକୁ ବହୁତ ସାରା ଭଲ ପାଇବା ଦିଅନ୍ତୁ। ଆଉ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ନୂଆ ଟପିକ୍ର ଭିଡ଼ିଓ ମୁଁ ଆଣିବାକୁ ଚେଷ୍ଟା କରିବି। ଖାଲି ଆପଣଙ୍କ ଭଲ ପାଇବା ଦରକାର ଅଟେ। ଜୟ ଜଗନ୍ନାଥ।